ଠିକଣା ହଜିଲା ବାହାନଗାରେ। ସେହି କାଳରାତ୍ରି ବିଷ ଦୋହଲିଗଲା କରମଣ୍ଡଳ ଦୁର୍ଘଟଣାରେ। କ୍ୟାମେରାମ୍ୟାନ୍ ସ୍ୱରୂପଙ୍କ କ୍ୟାମେରା ଅଟକିଗଲା ଗୋଟିଏ ଖୋଲା ଡାଏରୀ ଉପରେ। ଉଠେଇ ଆଣି ପଢ଼ିବାରେ ଲାଗିଲେ ସ୍ୱରୂପ। ବୋଧେ ଡାଏରୀ ହାତରେ ଧରି ମୃତ୍ୟୁବରଣ କରିଥିବା ଯୁବକଙ୍କ ନାଁ ବୋଧେ ଶୁଭଙ୍କର। ସେପ୍ଟେମ୍ବର 12, 2020। ଫେସବୁକ୍ ମେସେଞ୍ଜରରେ ହ୍ୟାଲୋ, ମୁଁ ଶୁଭଙ୍କର। ବୟସ 27। ବୟସ 27। ସରକାରୀ କର୍ମଚାରୀ। ସେପଟରୁ ଉତ୍ତର ଆସିଲା ହାଏ। ହଁ, କିଛି କୁହନ୍ତୁ। ମୋ ନାଁ ସୁପ୍ରଭା। ଘର ଭୁବନେଶ୍ୱର। ମୁଁ ଇଞ୍ଜିନିୟରିଂ ପଢ଼େ ଖଡ଼ଗପୁରରେ। ଆଉ ଆପଣଙ୍କର? ଶୁଭଙ୍କରର ଉତ୍ତର। ମୁଁ କଲିକତାରେ ରୁହେ। ଘର ବରହମପୁର। ମୁଁ ଜଣେ ଭାବପ୍ରବଣ ମଣିଷ। ଶସ୍ତା ଗଳ୍ପକୁ ମୁଁ ଘୃଣା କରେ। କ୍ୱଚିତ୍ କେତେକଙ୍କୁ ବାଦ୍ ଦେଲେ ସବୁ ମନୁଷ୍ୟ ସାଧାରଣ। ପ୍ରକୃତି ନିହିତ ବିପୁଳ ମାୟା ସମସ୍ତଙ୍କୁ ବାରମ୍ବାର ପ୍ରଭାବିତ କରିପାରେ। ଦୈନନ୍ଦିନ ଜୀବନରେ ମନୁଷ୍ୟ କେତେ ଶକ୍ତି ଦ୍ୱାରା ପ୍ରଭାବିତ ହୋଇଥାଏ। ମନୁଷ୍ୟର ସ୍ଥିରାବସ୍ଥା ଥାଏ, କିନ୍ତୁ ତାହା ସର୍ବଦା ହଲଚଲ ହେଉଥାଏ। ବିଦ୍ୟା, ବୁଦ୍ଧି ଅଥବା ବୃତ୍ତିରେ ମନୁଷ୍ୟ ସମକକ୍ଷ ସାମ୍ନାରେ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଜକୁ ଅଧିକ ଦକ୍ଷ ପ୍ରତିପାଦିତ କରିବାରେ ଆଗ୍ରହୀ ହୁଏ। କାର୍ଯ୍ୟସ୍ଥଳୀରେ ଆମେ ପ୍ରତିପାଦିତ କରିବାରେ ଆଗ୍ରହୀ ହୁଏ। କାର୍ଯ୍ୟସ୍ଥଳରେ ଆମେ ଯଦି କର୍ତ୍ତା ହେଇଥାଉ, ତେବେ ଯାବତୀୟ କର୍ମଚାରୀଙ୍କ ଅପେକ୍ଷା ନିଜକୁ ଅଧିକ ଜ୍ଞାନୀ ଓ ଗୁଣୀ ବୋଲାଇବାରେ ଆବେଗ ଆସିଥାଏ। ଆପଣା ଛାଏଁ। ପ୍ରେମ ପିୟୁଷ ନା ବିଷ? ପ୍ରେମ ସଂସାରୀ ନାରୀର ତୁଳସୀ ଚଉରା ନା ବାରଙ୍ଗାନାର ଘରର ମାଟି? ପ୍ରେମ ଲକ୍ଷ୍ମୀ ରୂପୀ ମୃଣ୍ମୟୀ ପ୍ରତିମା ନା ଲକ୍ଷ୍ମୀଙ୍କର ଆବିର୍ଭାବ? ପ୍ରେମ ଶାଶ୍ୱତ ସୁନ୍ଦର ଅଜର ଅମର ନା ଛଳନା, ପ୍ରତାରଣା, ଶାରୀରିକ ମିଳନର ଏକ କଳଙ୍କିତ ଅଧ୍ୟାୟ? ଏହି ଯୁଗରେ ଲୁଗା ବଦଳିଲା ପରି ପ୍ରେମିକ ପ୍ରେମିକା ବଦଳନ୍ତି। ତେଣୁ ଏସବୁ ମୁଁ ପସନ୍ଦ କରେନା। ଖୁସି ହୋଇ ଶୁଣୁଥିଲେ ସୁପ୍ରଭା। ଜାଣିଛ ସୁପ୍ରଭା, ପ୍ରେମ, ପ୍ରେମିକ, ପ୍ରେମିକା ସୁନ୍ଦର ସମାହାର ଏକବିଂଶ ଶତାବ୍ଦୀର ମୁଖ୍ୟ ଆକର୍ଷଣ। ଚଳଚ୍ଚିତ୍ରରେ କଳିଙ୍ଗ ଗଣନାଟ୍ୟରେ ଖଳନାୟକକୁ ଗାଳି ଦେଲେ ହିଁ ଚଳଚ୍ଚିତ୍ର ଯାତ୍ରାର ଖଳନାୟକ ସଫଳ। ଠିକ୍ ସେମିତି ବହୁତ ଘଟଣା ଘଟିଯାଏ, ଯାହା କେବଳ ଏକବିଂଶ ଶତାବ୍ଦୀରେ ଘଟୁନାହିଁ, ଆବାହମାନ କାଳରୁ ଘଟି ଚାଲିଛି। କିନ୍ତୁ ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ ଆଧୁନିକତାର ଛାପରେ ଆଜିକାଲି ଅପରାଧର ମାତ୍ରା ବଢ଼ିଯାଇଛି। ପୂର୍ବରୁ ସମ୍ବାଦ ସଂସ୍ଥାରେ କେତେଟା ଏସବୁ ସକ୍ରିୟ ନଥିଲା। ତେଣୁ ବେବିନା ଛବିରାଣୀ ପରି ଘଟଣା ଲୋକଲୋଚନକୁ ଆସିପାରୁନଥିଲା। ସେତେବେଳେ ବି ଏମିତି ଘଟଣା ବି ଘଟୁଥିଲା, କିନ୍ତୁ ଆଜିକାଲି ତା'ର ମାତ୍ରା ଟିକେ ବଢ଼ିଯାଇଛି। କାରଣ ତ ବହୁତ। ଆଜିକାଲି ପୁଅ ଝିଅଙ୍କୁ ଲାଗେ ପ୍ରେମ ବିନା ସବୁ ଅଧୁରା। କଥାରେ ଅଛି, ପ୍ରେମ କରାଯାଏ ନାହିଁ, ପ୍ରେମ ହୋଇଯାଏ। ପ୍ରେମରେ ବାଧକ କିଛି ବି ନାହିଁ। କିନ୍ତୁ ଆଜିକାଲିର ଯୁବକ ଯୁବତୀ ପ୍ରେମ ପୂର୍ବରୁ ଖୋଜନ୍ତି ବୟସ, ଶିକ୍ଷା, ସମ୍ପତ୍ତି। 2 ଦିନ ଅନଲାଇନ୍ କଥାବାର୍ତ୍ତା ପରେ କୁହନ୍ତି ପ୍ରେମ ହୋଇଗଲା। କିନ୍ତୁ ସେଥିରେ ସୀମିତ ନ ରହି ଆରମ୍ଭ ହୁଏ କାମ। ପ୍ରେମ ଯୁଗଳ ଖୋଜି ବୁଲନ୍ତି ନିବୃତ ସ୍ଥାନ। କିନ୍ତୁ ପ୍ରେମ ଖେଳନା କଣ୍ଢେଇ ନୁହେଁ। ପ୍ରେମକୁ କଣ୍ଟକିତ ନିନ୍ଦାର ପାତ୍ର କରି ଇତିହାସର ପୃଷ୍ଠା କରନ୍ତି କିଛି ଯୁବତୀ ଓ ପ୍ରେରଣା ଯୋଗାନ୍ତି ତା ପରିବାର। ପ୍ରେମ ନୁହେଁ ମିଶାଣ ଫେଡ଼ାଣ ସମ୍ବଳିତ ଗଣିତ। ପ୍ରେମ ନୁହେଁ ଦାନ ପ୍ରତିଦାନର ସାହିତ୍ୟ। ପ୍ରେମ ନୁହେଁ ଆଶା ନିରାଶାର ସୀମା ନିର୍ଦ୍ଧାରିତ ଭୂଗୋଳ। ପ୍ରେମ ନୁହେଁ ବଦନାମ ଗଳିର ନାୟିକାର ଚିତ୍ରୋତ୍ତୋଳନ କରି ଓ ଡାର୍ଲିଂ ଏହି ଇଣ୍ଡିଆ କହିବାର ଇଂରାଜୀ। ପ୍ରେମ ସମର୍ପଣର ମାର୍ଗ, ପ୍ରେମ ବିଶ୍ୱାସର ପଥ। ସୁପ୍ରଭା ଅନାୟାସ କହି ଉଠେ, ବାରେ ପ୍ରେମିକ ପ୍ରବର, ତମେ ତ କୌଣସି କବିଠାରୁ କମ୍ ନୁହଁ, କିନ୍ତୁ ସୁନ୍ଦର ତମ ଚିନ୍ତାଧାରା। ମୁଁ ତମ କଥା ସହ ଏକମତ। ବାହାଘର ପୂର୍ବରୁ ଆମର ମିଳନ ହେବ ନାହିଁ କିମ୍ବା ଶାରୀରିକ ସମ୍ପର୍କ ଗଢ଼ିବ ନାହିଁ। ହଁ ଭରିଲେ ଶୁଭଙ୍କର। ସୁପ୍ରଭା କହିଲେ, ମଣିଷର ଚରିତ୍ର ତୁଳି ଧରି କାନଭାସରେ ଅଙ୍କା ଯାଇପାରେନା। ବୟସର ଉଦ୍ଦାମତାରେ, ମୃତ୍ୟୁର ଭୟରେ ଥରୁଥିବା ମଣିଷଟାକୁ
ବି କାମ କବଳିତ କରେ। ସେହି ସମୟରେ ମଣିଷ ଭୁଲିଯାଏ ସ୍ଥାନ କାଳ ପାତ୍ର। ମୃତ୍ୟୁକୁ ଅନୁଭବ କରୁ କରୁ କ୍ଷଣିକ ସୁଖରେ ମଣିଷ ଭୁଲିଯାଏ ତାର ସଂସାର, ଆପଣେଇ ନିଏ ବର୍ତ୍ତମାନର କ୍ଷଣିକ ଖୁସିକୁ। ମରିଚିକା ବି ସତେ ଯେମିତି ଧରା ଦିଏ ସେହି ମୁହୂର୍ତ୍ତରେ। ବୟସର ଜ୍ୱାଳା 25 ବର୍ଷର କଳା ମଚମଚ ଯବାନଟା ଭାବି ଚାଲେ, ସେ ବୟସ ଆଗକୁ ବଢ଼ିବ ନାହିଁ। ସେ ଜୀବନ ସାରା ଏମିତି 25 ବର୍ଷର ଯବାନ ହେଇ ହିଁ ରହିଥିବ ଓ ସାଥୀଟିକୁ ଏମିତି ହିଁ ଶରୀର ସୁଖ ଦେଇ ଚାଲିଥିବ। କିନ୍ତୁ ନିୟତିର ନିୟମ ବଦଳେ ନାହିଁ, ଯୌବନ ଢଳେ। ହସୁଥିଲେ ଶୁଭଙ୍କର ଓ କହୁଥିଲେ, କି ସୁନ୍ଦର ଅନୁଶୀଳନ ସୁପ୍ରଭା। ଶୁଭଙ୍କର ବାପା ମା ଛେଉଣ୍ଡ, ତେଣୁ କଥା ହେଲା ସୁପ୍ରଭା। ଘରେ ରାଜି ହେଲେ ବାହାଘର। ଦୃଢ଼ମନା ସୁପ୍ରଭା ଘରେ ରାଜି କରାଇଲା। ଘର ଲୋକଙ୍କର ସର୍ତ୍ତ, ବାହାଘର ଦିନ ସ୍ଥିର କରିବାକୁ ଦୁହେଁ ଭୁବନେଶ୍ୱର ଆସିବାକୁ ହେବ। କଥା ହୋଇ ଦିନ ସ୍ଥିର ହେଲା। ଶୁଭଙ୍କର ଆସିବ କଲିକତାରୁ ଓ ସୁପ୍ରଭା ଚଢ଼ିବ ଖଡ଼ଗପୁରରୁ। ରେଳରେ ଦୁହିଁଙ୍କର ସାକ୍ଷାତ ହେବ ଓ ମିଶି ଭୁବନେଶ୍ୱରରେ ଓହ୍ଲାଇବେ। ଏ ସୁପ୍ରଭା ଜୁନ୍ 2ରେ କରମଣ୍ଡଳରେ ବାହାରିବ। ମୁଁ ଛୁଟି ନେଇ ସାରିଛି। ମୁଁ ଉତ୍ଫୁଲ୍ଲିତ ହୋଇଛି। ମୋ ଜୀବନ ସଙ୍ଗିନୀ ସହ ରେଳରେ ଦେଖାହେବ। ଆମ ପ୍ରେମ ଓ ବାହାଘର ବୋଧେ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଏ ସୁପ୍ରଭା, ମୁଁ ରେଳରେ ଚଢ଼ିଲି, ମନୁଷ୍ୟ ପରିସ୍ଥିତିର ଦାସ। ଆମ ବାହାଘର ସଂସାର ପରେ କାଳେ ଏହି ଦିନ ସବୁ ଭୁଲିଯିବା, ତେଣୁ ଡାଏରୀରେ ଲିପିବଦ୍ଧ କରି ରଖୁଛି, ମିଶିକି ପଢ଼ିବା। ଖଡ଼ଗପୁର ପହଞ୍ଚିବା ସମୟରେ ମୋ ଆଖି ଲାଖି ଯାଇଥିଲା, ଆଉ ରେଳ ଛାଡ଼ିଦେଲା। ହଉ, ଆମେ ଆଗରେ କେଉଁ ଷ୍ଟେସନରେ ଦେଖାହେବା। ତମେ ଓହ୍ଲେଇ ଆସିବନି ସୁପ୍ରଭା, ମୁଁ ତୁମ ପାଖକୁ ଯିବି। ସ୍ୱରୂପଙ୍କର ହାତ ଥରୁଥିଲା, ଡାଏରୀ ହାତରୁ ଖସି ପଡ଼ିଥିଲା। ଅନାୟାସ ତାଙ୍କରି ମୁହଁରୁ ବାହାରିଗଲା, ହେ ଶୁଭଙ୍କର, ପ୍ରକୃତରେ ତମେ ଅଧୁରା ପ୍ରେମ କାହାଣୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। କ୍ୟାମେରାମ୍ୟାନ୍ ସ୍ୱରୂପ ସେହି କୁଢ଼ କୁଢ଼ ଶବ ଭିତରେ ଖୋଜୁଥିଲେ ସୁପ୍ରଭାକୁ। କାଳେ ସୁପ୍ରଭା ବଞ୍ଚିଥିବ। ଆପଣମାନଙ୍କୁ ଏହି ଷ୍ଟୋରିଟି କିପରି ଲାଗିଲା କମେଣ୍ଟ କରି କହିବେ। ଆଉ ଯଦି ଭୁଲ କିଛି ଅଛି ଦୟାକରି ମୋତେ କ୍ଷମା କରିଦେବେ। ଆଉ ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।